ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ। ମୈତ୍ରବାଚ। ଏବେ ବିଦୁର କହୁ ତତେ ଯେ ବ୍ରହ୍ମା କାଳ ଅନୁମତେ ବେଦ ପ୍ରଭାବେ କଲା ସୃଷ୍ଟି, ତେଣୁ ଅମୋହତା ତୀର ଦୃଷ୍ଟି। ଅନ୍ଧ ତାମସ ସୃଷ୍ଟି ଆଗେ ବିଶ୍ୱ ବିକାର ଯଥା ଲାଭେ, ସର୍ଜିଲା ଆଗେ ମାୟା ମୋହେ ତମେ ଅଜ୍ଞାନ ବୃତ ଦେ। ପାପ ବହୁଳେ ସୃଷ୍ଟି ହେଇ ତା ଦେଖି ବ୍ରହ୍ମା ବିଚାରଇ, ଏ ନୁହେଁ ସୃଷ୍ଟି ଆଦିଭୂତ ଦୃଢ଼େ ଗୋବିନ୍ଦେ ଦେଇ ଚିତ। ଗୋବିନ୍ଦ ପାଦ ଜ୍ଞାନ ବଳେ ସଂଯୁକ୍ତ ଭକତି ନିଶ୍ଚଳେ, ବିଷ୍ଣୁର ଅଂଶେ ଚାରି ଭ୍ରାତ ବ୍ରହ୍ମାର ମନୁ ମଧୁ ଜାତ। ଏ ସନକ ସନନ୍ଦ ହେବେନି କପିଳ ସନାତନ ଘେନି, ଏ ଚାରି ମୁନି ସୃଷ୍ଟି ହେଲେ ଊର୍ଦ୍ଧ୍ୱରେତା ସେ ବୋଲାଇଲେ। ସ୍ୱଭାବେ ଊର୍ଦ୍ଧ୍ୱରେତା ହୁଅନ୍ତି ବିଷ୍ଣୁ ହୁଆ ନ ଜାଣନ୍ତି, ଏହାଙ୍କୁ ଚାହିଁ ବେଦବର ସ୍ୱଭାବେ କହଇ ମଧୁର। ତୁମ୍ଭେ ହେ ଚାରି ପୁତ୍ର ମୋର ବେଦ ପ୍ରମାଣେ ସୃଷ୍ଟି କର, ନ ଜାଣି ବାସୁଦେବୁ ଭିନ୍ନ ଦୃଷ୍ଟିରେ ନ ଦେଲେ ସେ ମନ। ଆଜ୍ଞା ଅବଜ୍ଞା କଲେ ଜାଣି କୋପେ କମ୍ପିଲା କୁଶ ପାଣି, ପୁଣି ବିଧିରେ ଚିତ୍ତ ଧରି ଧ୍ୟାନେ ସୁମରିଲା ମୁରାରି। ଏକେ ଭ୍ରୁକୁଟି ତାକୁ ଟିଳ ବଦନ ଦିଶିଲା ପିଙ୍ଗଳ, ଭ୍ରୁକୁଟି ମଧୁପୁତ୍ର ଜାତ ଦିଶଇ ସୁନୀଳ ଲୋହିତ। ଦେବଙ୍କ ପୂର୍ବେ ଜାତ ହୋଇ କାନ୍ଦଇ ବ୍ରହ୍ମା ମୁଖ ଚାହିଁ, ବୋଲଇ ଶୁଣ ବେଦବର ମୋହର ନାମ ଆଗେ କର। ନିଗମ ସ୍ଥାନେ ଛାଡ଼ ମତେ ମତେ ରହିବି ନିଶ୍ଚିନ୍ତେ, ଶୁଣି ସାନନ୍ଦ ପ୍ରଜାପତି ଚିନ୍ତିଲା ଯେବା ନାମ ସ୍ଥିତି। ଏ ପୁତ୍ର ରୋଦନ ନ କର କରିବି ବଚନ ତୋର, ରୋଦନ କଲୁ ଆଗେ ଯେଣୁ ତୋ ନାମ ରୁଦ୍ର ହେଉ ତେଣୁ। ଏମତ କହି ତାର ଆଗେ ସ୍ଥାନ କଳ୍ପିଲା ଯଥା ଭାଗେ, ମନ ଇନ୍ଦ୍ରିୟ ଦେହ ବୋମେ ବାୟୁ ଅନଳ ଜଳ ଜନ ସ୍ଥାନେ। ମହାମନ୍ଦିର ଚନ୍ଦ୍ରାତପ ଏମନ୍ତେ ଏକାଦଶ ରୂପ, ଯେ ସ୍ଥାନେ ଯେ ରୂପ ତୋହର ହୋଇବ ଶୁଣରେ କୁମର। ମନୁ ଉପରେ ମନୁ ନାମ ଇନ୍ଦ୍ରି ସମୂହେ ମନ ଧ୍ୟାନ, ଦେହ ଉପରେ ମହିନାସେ ଆକାଶେ ମହାନୁ ପ୍ରକାଶେ। ପବନେ ଶିବ ରୂପେ ବସେ ଅନଳେ ଋତୁ ଧ୍ୱଜରାସେ, ଊର୍ଦ୍ଧ୍ୱରେତା ସକଳ ଯୋଗେ ଭବ ବସିବ ଭୂମି ଭାଗେ। ରବି ବିମାନେ କାଳ ଥିବ ଚନ୍ଦ୍ରେ ବସିବ ବାମଦେବ, ତପେ ବସିବ ଧୃତ ବ୍ରତ ଏମନ୍ତେ ଏକାଦଶ ମତ। ଏହାଙ୍କ ପତ୍ନୀ ନାମ ଯେତେ ଶୁଣ କହିବା ତ ଗ୍ରତେ, ଏ ଧିତୃତି ଆଉ ରସଲୋମା ଅପରେ ଶୁଣ ଯେତେ ବାମା। ହେଉତି ସର୍ପା ଇଳାମ୍ବିକା ଇରାବତୀ ଯେ ଶୋଧା ଦୀକ୍ଷା, ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି ଏହାଙ୍କ ଏକାଦଶ ପତି। ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ସଂଶୟ ମନେ ବିଚାରଇ, ଏ ସୃଷ୍ଟି ମହାଭୟଙ୍କର ଦେଖି କମ୍ପିଲା ଚିତ୍ତ ମୋର। ବୋଲଇ ରୁଦ୍ର ମୁଖ ଚାହିଁ ଭୋ ପୁତ୍ର ଏଣେ କାର୍ଯ୍ୟ ନାହିଁ, ଏ ସୃଷ୍ଟି ଦଶ ଦିଗ ତୁଲେ ମୋହର ମନେ ତାପ କଲେ। ଏବେ ତୁ ତପ ସାଧ୍ୟ କର ସର୍ବଜୀବଙ୍କ ଦୁଃଖ ହର, ତପର ବଳେ ଏ ଜଗତେ ପ୍ରଜା ତୁ କର ପୂର୍ବ ମତେ। ତପେ ତୁ ବିଷ୍ଣୁଙ୍କୁ ପାଇବୁ ଏ ଭାବେ ସର୍ବକାଳେ ଥିବୁ। ମୈତ୍ରବାଚ। ଏ ଶୁଣ ବିଦୁର ସାବଧାନେ ସନ୍ତୋଷେ ପିତାର ବଚନେ, ଏମତେ ବ୍ରହ୍ମା ଆଜ୍ଞା ପାଇ ନୀଳ ଲୋହିତ ତୋଷ ହୋଇ। ବ୍ରହ୍ମାର ଚରଣେ ନମିଲା ତପ ସାଧନେ ବନେ ଗଲା, ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ ସେ ବ୍ରହ୍ମା ଚିତ୍ତେ ବିଚାରଇ। ଏତ ଅସଂଖ୍ୟ ରୁଦ୍ର ଗଣେ ନୁହନ୍ତି ସୃଷ୍ଟିର କାରଣେ, ତାହାକୁ ଶିବ ଲୋକେ ଥୋଇ ପୁଣି ସଂଶୟ ବିଚାରଇ। ଏବେ କି କରିବି ଉପାୟ ନ ପୁଣ କୋପେ ଦେବରାୟ, ଏମତେ ବିଷ୍ଣୁ ପାଦ ଚିନ୍ତି ଧ୍ୟାନେ ବସିଲା ପ୍ରଜାପତି। ତାର ଶରୀରୁ ଦଶ ସୁତ ତକ୍ଷଣେ ହୋଇଲେ ସମ୍ଭୂତ, ଲୋଭ ବର୍ଜନ ହେତୁ ଅର୍ଥେ ନମିଲେ ବ୍ରହ୍ମା ପାଦ ଗତେ। ମରିଚି ଅତ୍ରି ଅଙ୍ଗିରସ ପୌଲସ୍ତ୍ୟ ପୁଲହ ପ୍ରକାଶ, କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ ଦଶମେ ନାରଦ ପ୍ରତ୍ୟକ୍ଷ। ଶୁଣ ବିଦୁର କହୁ ବଲେ ଯେ ଅଙ୍ଗୁ ଯେବା ଉପୁଜିଲେ, ନାରଦ ଉପୁଜିଲେ କୋଳେ ଦକ୍ଷିଣାଙ୍ଗୁଷ୍ଠି ମୂଳେ। ପ୍ରାଣୁ ବଶିଷ୍ଠ ମୁନି ଜାତ ଭୃଗୁ ତୋଚରୁ ଉପଗତ, ଅଙ୍ଗିରା ବଦନୁ ସମ୍ଭୂତ ପୌଲସ୍ତ୍ୟ କର୍ଣ୍ଣ ମୂଳୁ ଜାତ। କ୍ରତୁ ଉପୁଜେ ଭୁଜ ମୂଳେ ପୁଲହେ ନାଭି ମଣ୍ଡଳେ, ଅତ୍ରି ଉପୁଜେ ଚକ୍ଷୁ ଯୋଗେ ମରିଚି ମନରୁ ସଂଯୋଗେ। ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ ଯେ ଧର୍ମେ କରେ ଏ ଜଗତ, ଅଧର୍ମ ପୃଷ୍ଠ ଦେଶୁ ହୁଏ ମୃତ୍ୟୁ ସଞ୍ଚରେ ତାର ଦେହେ। କାମତା ହୃଦରୁ ସମ୍ଭୂତ ଭୁରୁ ମଣ୍ଡଳୁ କ୍ରୋଧ ଜାତ, ଲୋଭ ହୋଇଲା ଅଷ୍ଟ ଦେଶେ ବଚନ ବଦନୁ ପ୍ରକାଶେ। ମୃତ୍ୟୁ ଦେବତା ଗୁହ୍ୟ ଦେଶେ ଶପଥ ସିନ୍ଧୁ ନେତ୍ରେ ବସେ, କର୍ଦ୍ଦମ ଛାୟାରୁ ସମ୍ଭୂତି ତାହାର ପତ୍ନୀ ଦେବହୂତି। ଏମନ୍ତେ ଅଶେଷ ଜଗତ ବ୍ରହ୍ମାର ମନୁ କଲେ ଜାତ, ଯେ କନ୍ୟା ବଦନୁ ଜନ୍ମିଲା ବ୍ରହ୍ମାର ମନ ସେ ମୋହିଲା। ସ୍ୱକାମେ ବ୍ରହ୍ମା ତାଙ୍କୁ ହସ୍ତେ ଧଇଲେ ରତିରଙ୍ଗ ଅର୍ଥେ, ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ ପୁତ୍ରେ ମିଳିଲେ ତା ଅଗ୍ରତେ। ମରିଚି ଆଦି ଯେତେ ଭାଇ କହନ୍ତି ପିତା ମୁଖ ଚାହିଁ, ଏ ତାତ ସ୍ଥିର କର ଚିତ୍ତ ଏ ତ ତୁମ୍ଭର ବିପରୀତ। ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ, କାହିଁ ଦୁହିତା ରମେ ପିତା ଏଣେ ଆମ୍ଭର ମନେ ଚିନ୍ତା।
ପୂର୍ବେ ଯଜାତି ଏତେ ଥିଲେ ସତ୍ୟ ସେ ଧର୍ମ ଆଚରିଲେ ସେ ନ କରନ୍ତି ଏଡ଼େ କର୍ମ ସ୍ୱଭାବେ ନୁହଁ ଇଏ ଧର୍ମ ଯେ କର୍ମ ଲୋକ କ୍ଷମା କରେ ଆନନ୍ଦେ ଆତ୍ମାକୁ ବିହରେ ଏଣୁ ସେ ବିଷ୍ଣୁ ସମାନର ଆମ୍ଭର ତାଙ୍କୁ ନମସ୍କାର ଦେବ ଆତ୍ମାକୁ ସୁମର ଧର୍ମ ମନ କର ସ୍ଥିର ଏମତେ ଶିରେ କର ଦେଇ ପାଦେ ମିଳିଲେ ସର୍ବଭାଇ ପତାତ ଧର୍ମେ କର ଚିତ ଧର୍ମେ ନ ବୁଡୁ ଜଗତ ତୁ ଏଡ଼େ ପାପ ଆଚରିଲେ ସଂସାରେ କେବା ଥିବ ବୋଲେ ଏମତେ ପୁତ୍ରକୁ ଅନାଇ ବ୍ରହ୍ମା ରହିଲେ ଲଜ୍ଜା ପାଇ ତକ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ବେଦନାଥ ସେ କନ୍ୟା ମନେ ଲଜ୍ଜା କଲା ତକ୍ଷଣେ ଅଷ୍ଟଦିଗେ ଗଲା ଘୋର ଅନ୍ଧକାର ସୁରେଖା ନାମ ହୋଇଲା କୁଝଟିକା ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟ ସମ୍ମୁଖେ ପ୍ରକାଶ ହୋଇ ପୁଣି ଚଳଇ ଅଷ୍ଟଦିଶେ ସଂହରି ସମ୍ଭବି ଆକାଶେ ମେଘର ପ୍ରାୟ ତାର ଦେଇ ଶୁଣ ବିଦୁର ଏବେ କହି ବିଦୁର ବାଚ ଏ ଚିନ୍ତା ଆକୁଳେ ପ୍ରଜାପତି ସୃଷ୍ଟି ସଂଗ୍ରହେ କଲା ମତି ଶବଦ ବ୍ରହ୍ମ ପରିମାଣେ ଧର୍ମ ଅଧର୍ମ ସେବ ଖାଣେ ଧ୍ୟାନେ କରନ୍ତେ ମନେ ଖେଦ ମୁଖୁ ଜନ୍ମିଲା ଚାରି ବେଦ ଦେଖି ବିଚାରେ ପଦ୍ମଜୋନି ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି କରିବି ସତ୍ୟ ଅନୁସାରେ ଯେଣେ ବିଦିତ ଏ ସଂସାରେ ବେଦ ବିଚାରେ ନାନା ମତେ କର୍ମ କରିବେ ଜଗତେ ଏ ଚାରି ଲୋକେ କର୍ମ ତତ୍ତ୍ୱ ଉପବେଦାନ୍ତ ତୁଲେ ମତ ସ୍ୱଭାବେ ଚତୁର୍ଦଶ କର୍ମ ଆଗତ ବୃତ୍ତି ଯଥା ଧର୍ମ ଯେ ଯୁଗେ ପ୍ରଚରିତ ଯେତେ ବ୍ରହ୍ମା ବିଚାରି ଅନ୍ତର୍ଗତେ ସେ ବିଶ୍ୱ ସବୁଙ୍କ ଈଶ୍ୱର ଶେଷ ଚିତ୍ତ ଶକ୍ତିଧର ଯେ ମୁଖେ ଯେ ବେଦ ସର୍ଜିଲା ଯହୁଁ ସେ ଧର୍ମ ପ୍ରକାଶିଲା ଏ କଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତେ ମୈତ୍ରବାଚ ଏ ଶୁଣ ହେ ବିଧାତାର ଲୀଳା ଯେ ମୁଖେ ଯେ ବେଦ ସର୍ଜିଲା ସାମ ପଶ୍ଚିମ ମୁଖୁ ଜାତ ଅଥର୍ବ ଉତ୍ତରୁ ସମ୍ଭୂତ ଦକ୍ଷିଣୁ ଯଜୁ ପ୍ରକାଶିଲା ପୂର୍ବ ମୁଖୁ ରଜୁ ଶ୍ରବିଲା ଦକ୍ଷିଣ ଯଜୁ ପ୍ରକାଶିଲା ପୂର୍ବ ମୁଖୁରୁ କୁଶ୍ରବିଲା ବେଦାଦି ଶାସ୍ତ୍ର ସ୍ତୁତି ସ୍ତୋତ୍ର ଯଜ୍ଞାଦି କୃତ ଅଗ୍ନିହୋତ୍ର ଦେବଙ୍କ ଅଙ୍ଗ ଆଦି ଯେତେ ପ୍ରତ୍ୟକ୍ଷ ଯଥା କର୍ମତନ୍ତ୍ରେ ଆୟୁର୍ବେଦେ ଯେ ଧନୁର୍ବେଦ ଗନ୍ଧର୍ବ ଜ୍ଞାନ ଶିକ୍ଷା ବେଦ ଦେବକ ଅଙ୍ଗ ଆଦି ଯେତେ ଅସତ୍ୟ ଅଙ୍ଗାଦି ସಮೇତେ ପୂର୍ବାଭିମୁଖେ ଯେତେ କରି ପୁଣି ବିଧାତା ମନେ ସ୍ମରି ପଞ୍ଚମ ବେଦ ଇତିହାସେ ଚତୁର ମୁଖେ ସୁପ୍ରକାଶେ ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ ପଞ୍ଚମ ଅଗ୍ନିସ୍ତୁତି ମୁଖେ ଗାୟତ୍ରୀ ଆଦି ସପ୍ତ ଛନ୍ଦ ମନ୍ତ୍ର ଦେବତା ଅନୁବନ୍ଧ ଏ ଉଷ୍ମିକ ଛନ୍ଦ ଲୋମୁଜାତ ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୃତ ମାତା ସୌର୍ଯ୍ୟେ ତ୍ରିଷ୍ଟପଚ୍ଛଦ ଅଷ୍ଟ ଅନୁଷ୍ଟପ ଶିରେ ସମ୍ଭବ ଜଗତ ଉର୍ଦ୍ଧ ରକ୍ତ ହୁଏ ଯଜ୍ଞ ଉଷ୍ମିକ ଛନ୍ଦ ଭୟ ଏ ବୃହିତି ଛନ୍ଦ ଦଶ ପ୍ରାଣ ସ୍ପରଶ ଜୀବନ କାରଣ କ ବ୍ରହ୍ମା ଶରୀରୁ ଜାତ ଶ୍ଲେଷେଣ ଇନ୍ଦ୍ରିୟ ସମ୍ଭୂତ ବଳ ଉଦିତ ଅନ୍ତର୍ଦେଶେ ଯେ ବଳେ ଶରୀର ପ୍ରକାଶେ ବ୍ରହ୍ମା ଦେହରେ ସପ୍ତ ସ୍ୱର ଭକତି ଗୁଣେ ବିଦୁର ଏ ସପ୍ତ ବ୍ରହ୍ମା ତ ଶରୀର ସ୍ୱଭାବେ ଚ ବକ୍ତାବନ୍ତ ତାର ଏଣୁ ସଂସାର ବକ୍ତାମୟେ ସେ ବ୍ରହ୍ମା ନାନା ଶକ୍ତି ବୟେ ଏମନ୍ତେ ବ୍ରହ୍ମା ସର୍ବ କରି ଅପରେ ସୃଷ୍ଟି ମନେ ସ୍ମରି ଯେ ଋଷି ପୂର୍ବେ ସୃଷ୍ଟି କଲା ତାଙ୍କ ବିଶ୍ରାମ ନ ରଖିଲା ସ୍ୱଭାବେ ତେଜବନ୍ତ ହୁଅନ୍ତି ପ୍ରକାଶ ଯୋଜନ କରନ୍ତି ମତେ ବିଚାରି ବିଧାତା ମନେ ପାଇଲା ଗୁରୁ ଚିନ୍ତା ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ ତପେ ହୋଇଲା ବେନିଖଣ୍ଡ ସେ ବେନିଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନି ହୁଏ ସେ ବେନିଖଣ୍ଡ ଅନୁମାନୁ ଜନ୍ମିଲା ସ୍ୱୟଂଭୁବ ମନୁ ସଂସାରେ ରାଜା ସେ ବୋଲାଇ ଶୁଣ ବିଦୁର ଏବେ କହି ତର ଖଣ୍ଡ ନାରୀ ଜନ୍ମ ହୋଇଲା ସତ୍ୟ ରୂପା ନାମ ମନୁର ପତ୍ନୀ ସେ ହୋଇଲା ମୈଥୁନେ ସୃଷ୍ଟି ଉପୁଜିଲା ପଞ୍ଚ ବାଳକ ତାଙ୍କ ତମ ହୋଇଲେ ଶୁଣ ନାମ କହୁ ଉତାନ ପାଦ ପ୍ରିୟ ବ୍ରତ ଆଗେ ହୋଇଲେ ବେନି ସୁତ ଅପରେ ଜାତ ତିନି କନ୍ୟା ସୁନ୍ଦରୀ ସୁଲୋଚନା ମାମା ଆକୁତି ଦେବ ହୁତି ବେନି ପ୍ରସୂତି ନାମେ କନ୍ୟା ତିନି ସେ ମୁନି କନ୍ୟା ଦାନ କଲା ଆକୁତି ରୁଚି ବିପ୍ରେ ଦେଲା ତାହାର ଭାଗବତ ବାଣୀ ମୈତ୍ରେୟ ବିଦୁରେ ବଖାଣି ଶୁଣ ସୁଜନେ ସୁଧ ଚିତ୍ତେ ତୃତୀୟ ସ୍କନ୍ଧେ ଭାଗବତେ ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଏଣେ ହରିକି କର ଲୟେ ବ୍ରାହ୍ମଣ ଜଗନ୍ନାଥ କୟେ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାୟାଂ ବୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦ୍ୱାଦଶ ଅଧ୍ୟାୟ ବୋଲାନନ୍ଦେ କବାର ହରି ହରି ବୋଲ।